ଧାନ ବେପାରୀଙ୍କ ରାଜୁତି। ଚାଷୀଙ୍କ ଧାନ ବିକି ବେପାରୀ ହେଲେ ମାଲାମାଲ। ଗୋଟିଏ ପଟେ ଫସଲ ବେଳେ ପାଣି ପାଇଁ ଚାଷୀ ଗୁହାରି କରି ନ ଧୋଇଥିବା ବେଳେ ଅନ୍ୟପଟେ ଅମଳ ପରେ ବେପାରୀଙ୍କ ରାଜୁତିର ଶିକାର ହେଉଛନ୍ତି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଫସଲ ଅମଳ ବେଳେ ବେପାରୀଙ୍କର କୋପ ଦୃଷ୍ଟି ଯୋଗୁଁ ଧାନର ସଠିକ୍ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀ। ଧାନ ବେପାରୀମାନେ କାଲିମେଳା ଏବଂ ପଡ଼ିଆ ବ୍ଲକର ବିଭିନ୍ନ ସ୍ଥାନରୁ ମାତ୍ର 12ରୁ 14 ଟଙ୍କା ଦରରେ ଧାନ କିଣି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ ରାଜ୍ୟକୁ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ଏଭଳି ଏକ ଧାନ ବୋଝେଇ ଟ୍ରକ୍ କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପଲ୍ଲୀ ପଞ୍ଚାୟତ ସମ୍ମୁଖରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ MV98 ଗ୍ରାମର ଜଣେ ବ୍ୟବସାୟୀ OD 30D8178 ନମ୍ବର ଧାରୀ 10 ଚକିଆ ଟ୍ରକ୍ ଯୋଗେ ପ୍ରାୟ 250ରୁ ଉର୍ଦ୍ଧ୍ୱ ବସ୍ତା ଧାନ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ରାଜ୍ୟକୁ ନେଉଥିଲେ। ସ୍ଥାନୀୟ ଅଞ୍ଚଳର ଏହି ଧାନ କମ୍ ଦରରେ କିଣି ପଡ଼ୋଶୀ ଆନ୍ଧ୍ରରେ ଚଢ଼ା ଦରରେ ବିକ୍ରି କରି ଲାଭବାନ ହୋଇଛନ୍ତି ବେପାରୀ। ରାଜ୍ୟ ସରକାର ଆବଶ୍ୟକୀୟ କାଗଜପତ୍ର ଦେଇ ଧାନ ବିକ୍ରି କରିବେ ବୋଲି କାଲିମେଳା ଯୋଗାଣ ଅଧିକାରୀ କହିଥିଲେ, କିନ୍ତୁ ମଣ୍ଡି ଖୋଲିବା ପୂର୍ବରୁ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣି ପଡ଼ୋଶୀ ରାଜ୍ୟରେ ବିକ୍ରି ବେପାରୀ ମାଲାମାଲ ହେଉଛନ୍ତି। ରାଜ୍ୟ ସରକାର ପକ୍ଷରୁ ଏଭଳି ଉଦାସୀନତା ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ସାଧାରଣ ମତ ପ୍ରକାଶ ହେଉଛି। ଏଭଳି ସ୍ଥିତିରେ ବାହାର ରାଜ୍ୟକୁ ବେଆଇନ ଭାବେ ଧାନ ଚାଲାଣ କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କ ସହିତ ଚାଷୀଙ୍କ ସହ ସ୍ୱାର୍ଥ ରକ୍ଷା ଦୃଷ୍ଟିରେ ରଖି ସାଧାରଣ ଦାବି ହେଉଛି। ମାଲକାନଗିରିରୁ ପ୍ରିୟଦର୍ଶନ ପଣ୍ଡାଙ୍କ ରିପୋର୍ଟ, OTN TV।